जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आम वास्तु क्रम वास्तुर जो अष्ट दिगर सेशन आम आरंभ करते आज आम सारिबा आज आम जानिबा ईशान्य दिगर दोष एवं तार निराकरण किछिटा उपाय। भाई देख वास्तुरे आमे जतिकी सेशन करिचे सबुठ दीटा डिरेक्शन सबु डिरेक्शन बहुत सबुर महत्व अच्छी सबुर गुरुत्व अच्छी सबुर किछि ना किछि गोटे अच्छी जे एई सेशन टाको माने एई डिरेक्शन या हेले एई प्रोब्लेम आसीबो एई सब जिंस अच्छी କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ ମୋ ଜୀବନରେ ଏତିକି ଫିଲ୍ କରିଛି ଯେ ଦିଟା ଡିରେକ୍ସନ ବାସ୍ତୁରେ ବହୁତ ହି ଇମ୍ପୋର୍ଟାଣ୍ଟ। ଗୋଟେ ହେଲା ନର୍ଥ ଇଷ୍ଟ ଡିରେକ୍ସନ ଯୋଉଟାକୁ ଆମେ ଈଶାନ୍ୟ କୋଣ କହୁ, ସାଉଥ ୱେଷ୍ଟ ଡିରେକ୍ସନ ଯୋଉଟାକୁ ଆମେ ନୈଋତ୍ୟ କୋଣ କହୁ। ଏ ଦିଟା ଡିରେକ୍ସନରେ ପ୍ରୋବ୍ଲେମ ଥିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଘରବାସୀ, ଘରର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଅନ୍ୟ ଡିରେକ୍ସନରେ ପ୍ରୋବ୍ଲେମ ଥିଲେ ହଁ ଚଳନୀୟ ଚଳିବ ମାନେ ସେତିକି ଆମାଉଣ୍ଟର ଆଗ୍ରାଭେଟ କରି ନପାରେ, କିନ୍ତୁ ଏ ଦିଟା ଡିରେକ୍ସନରେ ଯଦି ପ୍ରୋବ୍ଲେମ ଥିବ ଯୋଉଟା ହେଲା କି ନର୍ଥ ଇଷ୍ଟ ଈଶାନ୍ୟ କୋଣ ଏବଂ ସାଉଥ ୱେଷ୍ଟ ଆପଣଙ୍କର ନୈଋତ୍ୟ କୋଣ, ତାହେଲେ ଏଠି ବହୁତ ହି ପୀଡା ଗୃହର କର୍ତ୍ତାଙ୍କୁ ଭୋଗିବାକୁ ପଡେ। ଯଦି କାହାର ଈଶାନ୍ୟ କୋଣରେ ଟଏଲେଟ ଅଛି ସେ ଘରେ ଲୋକଙ୍କୁ କ୍ୟାନ୍ସର ହବାଟା ଥୟ। ଯୋଉ ବାସ୍ତୁ ପୁରୁଷ ଈଶାନ୍ୟ ଦିଗକୁ ମାଡି ହେଇକି ଶୋଇଛନ୍ତି, ଯଦି ଈଶାନ୍ୟ କୋଣରେ କିଛି ଭାରି ଜିନିଷ ରଖାଯାଉଛି ତାହେଲେ ଘରର ସମସ୍ତଙ୍କୁ ମୁଣ୍ଡର ପୀଡାଟା ହେବାଟା ଥୟ। ଏବଂ ସେଥିରେ କଣ ହବ ନା ଈଶାନ୍ୟ କୋଣରେ ଯଦି ଟଏଲେଟ ରହିଲା କ୍ୟାନ୍ସର ତ ହବ ହବ, ତାହେଲେ କଣ ହବ ନା ଯୋଉ ଲୋକ ଯୋଉଠି ଥିବେ ମାନେ ଯୋଉ ଲୋକମାନେ ସେ ଘରେ ରହୁଥିବେ ସେ ଘରେ ନୂଆ ପିଲାମାନେ ମାନେ ସନ୍ତାନ ସନ୍ତତି ହେବେନି ସେ ଘରେ, ବଂଶ ବୃଦ୍ଧି ହଉଥିବ। ପ୍ରାୟ ଚେକ୍ କରିବେ ଯୋଉମାନଙ୍କର ସନ୍ତାନ ସନ୍ତତି ହଉନଥିବ ସେମାନଙ୍କର ଈଶାନ୍ୟ ଦିଗରେ ପ୍ରୋବ୍ଲେମ ଥିବ ପ୍ରାୟ। କାହିଁକି? କାରଣ ଈଶାନ୍ୟ ଦିଗର ଗ୍ରହ ହିସାବରେ ଦେବତା ହଉଛନ୍ତି ଜୁପିଟର, ଯିଏ ଯାହାଙ୍କୁ ଆମେ ଜୀବର କାରକ କହୁ, ସନ୍ତାନର କାରକ କହୁ, ସ୍ତ୍ରୀ ମାନେ ସ୍ତ୍ରୀ କୁଣ୍ଡଳୀରେ ସ୍ୱାମୀର କାରକ କହୁ। ତେଣୁ ଏଇ କାରଣରୁ ଯଦି ଈଶାନ୍ୟ ଦିଗରେ ପ୍ରୋବ୍ଲେମ ଥାଏ ତାହେଲେ ସନ୍ତାନ ହେବାର ବହୁତ ପ୍ରୋବ୍ଲେମ ସୃଷ୍ଟି ହୁଏ। ଏଇଟା ବହୁତ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ତାପରେ ଆଉ କଣ ରହିବ ନା ଯଦି ମାନେ ଈଶାନ୍ୟ ଦିଗରେ ପ୍ରୋବ୍ଲେମ ଅଛି ମାନେ ସମସ୍ତଙ୍କୁ ଘରେ ମାଇଗ୍ରେନ କଣ୍ଟିନ୍ୟୁସଲି ଲାଗି ରହିବା କଥା ଲାଗି ରହିବ। ଯଦି ଈଶାନ କୋଣ ଟା ପୂର୍ବ ପଟରୁ ହ୍ରାସ ହେଇଥିବ, ମାନେ ଈଶାନ କୋଣଟା ଯଦି ଖଣ୍ଡିତ ହେଇଗଲା ବା ଏମିତି ଭାବନ୍ତୁ ଈଶାନ କୋଣଟା ଯଦି ପୂର୍ବ ଦିଗରୁ ଖଣ୍ଡିତ ହେଇଗଲା ତାହେଲେ ସେ ଘରର ହେଡ, କାରଣ ବାସ୍ତୁ ପୁରୁଷ ସେଇ ଦିଗକୁ ମୁଣ୍ଡ କରି ଶୋଇଛନ୍ତି, ସେ ଘରର ହେଡ ବା ସେ ଘରର ଜ୍ୟେଷ୍ଠ ପୁତ୍ର ଉପରେ ୟାର ପ୍ରଭାବଟା ନିଶ୍ଚିତ ଭାବରେ ପଡିବ ଏବଂ ସେଟା ସେ ବହୁତ ପ୍ରୋବ୍ଲେମ ସୃଷ୍ଟି କରିବ ଏବଂ ଏମିତିଆ ପ୍ରୋବ୍ଲେମ ସୃଷ୍ଟି କରିବ ଯେ ମାନେ ସେ ଘରର ମେରୁଦଣ୍ଡ ଭାଙ୍ଗିଲା ଭଳିଆ ଭାଙ୍ଗିଦବ। ଏମିତି ହେଇପାରେ ବଂଶନାଶ ବି ହେଇପାରେ। ଈଶାନ୍ୟ ଦିଗରେ ଯଦି ପ୍ରୋବ୍ଲେମ ରହିଲା ତାହେଲେ ବଂଶନାଶ ହେଇପାରେ, କାରଣ ଇଏ ଯୋଉ ଡିଜିଜ ଦବ ଇଏ ପୁରା ହାଇଲି କ୍ରୋନିକ ଡିଜିଜ ଦବ। ବୃହସ୍ପତି ଗୁରୁଦେବ नो डाउट ଗୋଟେ ନୈସର୍ଗିକ ଶୁଭ ଗ୍ରହ, କିନ୍ତୁ ଯେତେବେଳେ ସେ ତାଙ୍କର ମାରକତ୍ୱ ଦେଖାନ୍ତି ସେ ସବୁଠୁ ହାଇଏଷ୍ଟ ମାରକତ୍ୱ ବି ଦେଖେଇ ପାରିବେ। କାହିଁକି ନା ଯୋଉ ଗ୍ରହ ଯେତେ ଯୋଉ ମେଡିସିନ ଯେତେ ଭଲ ତାର ମିସୟୁଜ ରେ ସେ ମେଡିସିନ ସେତେ ବହୁତ ଖରାପ ରିଆକ୍ସନ ବି କରିବ। ଠିକ ଅଛି ନା? ତ ଏଇ ଜିନିଷଟା କଣ ହୁଏ ନା ଈଶାନ୍ୟ ଦିଗରେ କଣ ହୁଏ ନା ଈଶାନ୍ୟ ଦିଗରେ ଜେନେରାଲି ସେଟା ମାନସିକ ସ୍ୱଚ୍ଛତାକୁ ଦେଖାଏ। ସେ ଘରର ଲୋକମାନଙ୍କ ଭିତରେ କେବେ ବି ମାନସିକ ସ୍ୱଚ୍ଛତା ରହିବ ନାହିଁ। ସେ ଘରର ଲୋକ ଯେମିତି ନା ଯେମିତି ହେଲେ କଣ୍ଟିନ୍ୟୁଅସ କୌଣସି ଗୋଟେ କ୍ରୋନିକ ଡିଜିଜରେ, କାହା ଘରେ ଯଦି ପ୍ରାୟ ସମସ୍ତେ କ୍ରୋନିକ ଡିଜିଜରେ ପୀଡିତ ହଉଛନ୍ତି ତାହେଲେ ଆପଣ ମାନେ ଜାଣିବେ ଯେ ଈଶାନ୍ୟ ଦିଗରେ ପ୍ରୋବ୍ଲେମ ଅଛି ହିଁ ଅଛି। ସେମିତି ସାଉଥ ଇଷ୍ଟ ଡିରେକ୍ସନ ବି ପ୍ରୋବ୍ଲେମ ରହିଲେ ହବ, କିନ୍ତୁ ଯଦି ସମସ୍ତେ ପୀଡିତ ହଉଛନ୍ତି କିଛି ନା ପରେ କିଛି, କାହାର ଦେହ ଆଜି ଖରାପ ହେଲାଣି ତା ପରଦିନ ସିଏ ବେଡରୁ ଉଠିଲା ବେଳକୁ ଆଉ କାହାର ଦେହ ଖରାପ ହେଲାଣି, ଯଦି ଏଇଭଳିଆ ସିଷ୍ଟମ ହବ ତାହେଲେ ଜାଣିବ ଯେ ଈଶାନ୍ୟ ଦିଗରେ ପ୍ରୋବ୍ଲେମ ଅଛି। ଯଦି ଈଶାନ୍ୟ କୋଣଟା ଜେନେରାଲି ଡାଉନ ହବା କଥା, ମାନେ ଆମର ଘରର ଯେତିକି ସବୁ ପାଣି ଧର ଛାତରୁ ଗଳୁଛି ସେଟା କୁହାଯାଏ ଯଦି ଈଶାନ୍ୟ କୋଣରେ ବା ନର୍ଥ କୋଣରେ ବା ଜଳର ଜୋନରେ ପଡିଲା ସେଇଟା ଭଲ। ଯଦି ଈଶାନ୍ୟ କୋଣ ଉଞ୍ଚା ହେଇଗଲା ପାଣି ଦକ୍ଷିଣ ଦିଗକୁ ଗଡିଯିବ। ଯଦି ସେମିତିଆ ପ୍ରୋବ୍ଲେମ ହବ ତାହେଲେ କଣ ହବ ନା ସନ୍ତାନ ହାନି, ଧନ ହାନି ଏବଂ ପ୍ରତି କର୍ମରେ ତୁମକୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ। ଆଉ ଯଦି ଈଶାନ୍ୟ କୋଣରେ କାହାର ଖଣ୍ଡିତ ହେଇଗଲା ଲୁପ୍ତ ହେଇଗଲା ତାହେଲେ ଜାଣ ସିଏ ନିଶ୍ଚିତ ଭାବରେ ତାର ସନ୍ତାନର ସନ୍ତତିର ମାନେ ଅକାଳ ମୃତ୍ୟୁ ହବାଟା ଥୟ। ଯଦି ଭାଇ ଦେଖ ଘରର ସବୁ ଜାଗାକୁ ତ ଚାରିପଟକୁ ସଫା କରିକି ରଖିବା ଉଚିତ, ନିଶ୍ଚିତ ଭାବରେ ସବୁ ସଫା କରିବା ଉଚିତ, ଯାହା ଦ୍ୱାରା ତମେ ମଶା ମାଛି
ମାନେ ଜନ୍ତୁ ଜନ୍ତାଙ୍କଠୁ ଦୂରରେ ରହିପାରିବ। କିନ୍ତୁ ପ୍ରାୟ ଅନ୍ୟ କୌଣସି ଅଳିଆ ପିଳିଆ ଗୋଟେ ଜାଗାରେ ଜମା ହେଲେ ଚଳିବ, କିନ୍ତୁ ঈଶାନ କୋଣରେ ଯଦି ଅଳିଆ ଜମା ହେଇଗଲା ତାହେଲେ ଇଏ ତମକୁ କଣ ଦବ ନା ସର୍ବପ୍ରଥମେ ଶତ୍ରୁ ଦବ। ପରିବାର ପଡା ପଡୋଶୀଙ୍କ ସହିତ ଭଲ ପକେଇ ଦବ ନାହିଁ, ଆୟୁ ହାନି କରିବ, ଏବଂ ଲୋକମାନଙ୍କର ମାନସିକ ସଚ୍ଚୋଟତା ଖରାପ ହେଇଥିବା ହେତୁ ସେମାନଙ୍କର ଚରିତ୍ରରେ ପ୍ରୋବ୍ଲେମ ଆସିବ। ଯଦି କାହା ଘରେ ବହୁତ ଦୁଶ୍ଚରିତ୍ର ଲୋକମାନେ ଅଛନ୍ତି ତାହେଲେ ତୁମେ ମାନେ ଏଇଠି ଆଖି ବନ୍ଦ କରିକି କହିପାରିବ ଯେ ସେ ଲୋକର ଈଶାନ ଦିଗ ଖରାପ ଅଛି। କେବଳ ଜଣେ ଦୁଶ୍ଚରିତ୍ର ହେଲେ ହେବନି, ମାନେ ପ୍ରାୟ ତା ଘରେ ସମସ୍ତେ ଏମିତି ଗାଁରେ ଥାଆନ୍ତି, ବହୁତ ଲୋକ ଥାଆନ୍ତି ତାଙ୍କର ପରିବାରରେ ସମସ୍ତେ ପ୍ରାୟ ଚରିତ୍ର ଭଲ ନଥାଏ, ତ ସେମାନଙ୍କର ଈଶାନ କୋଣରେ ପ୍ରୋବ୍ଲେମ ଥାଏ। ତ ଆମର କଣ ଈଶାନ କୋଣର କାହିଁ ଏତେ ପାୱାରଫୁଲ? ଭାଇ ଈଶାନ କୋଣ ହଉଛନ୍ତି ଈଶାନ କୋଣର ଯୋଉ ଯିଏ ଦେବତା ହଉଛନ୍ତି ଈଶାନ, ମାନେ ମହାଦେବ। ମହାଦେବଙ୍କର ସେ ଗୋଟେ ପାର୍ଟ, ଠିକ ଅଛି। ମହାଦେବଙ୍କର ଯୋଉ ପଞ୍ଚଶୀର ଅଛି, ପଞ୍ଚଶୀରରେ ସମସ୍ତଙ୍କର ଅଲଗା ଅଲଗା ନାମ ଅଛି। ବାମଦେବ, ତତ୍ପୁରୁଷ, ଈଶାନ, ସଦ୍ୟଜାତ, ଏମିତିକି ଆଉ ଗୋଟେ କଣ ମୁଁ ଭୁଲୁଛି ହେଲା। ତ ଏଇ ଭିତରୁ ଈଶାନ ହଉଛନ୍ତି ସେଇ କୋଣର ଦେବତା। ସମସ୍ତ ଜ୍ଞାନର ଅଧିକାରୀ ହଉଛନ୍ତି ମହାଦେବ। ଭାଇ ସବୁ ଜାଗାରେ ରିମେଡି କଲେ ଚଳିଯିବ, ଏ ଜାଗାର ରିମେଡି ମୁଁ ଆଜି ଯାଏଁ କିଛି ମୁଁ ଦେଖିନି। ମୁଁ ଦେଖିନି ଆର କେବେ କେବେ ରିମେଡି। ଈଶାନ କୋଣ ଖରାପ ହେଲା ମାନେ ଗଲା। ଆଉ ଜେନେରାଲି ଏ ଦିଗଟାକୁ ନା ପବିତ୍ର ରଖିବା ଉଚିତ। ଈଶାନ ଦିଗଟାକୁ ପବିତ୍ର ଯେତେ ଆପଣ ମାନେ ରଖିପାରିବେ ସେତେ ଆପଣ ମାନଙ୍କ ପାଇଁ ମଙ୍ଗଳ ଏବଂ ଭଲ। ଈଶାନ ଦିଗ ଯେତେ ଅପବିତ୍ର ରହିବ ସେତେ ଖରାପ। ଏ ଦିଗକୁ ଯଦି ହ୍ରାସ ହେଇଯାଇଛି ଭାଇ ତାର ରିମେଡି ନାହିଁ। ଯିଏ ଯଦି କିଏ କହିଦବ ଯେ ଈଶାନ ଦିଗରେ ରିମେଡି ମୁଁ କରିକି ଲୋକମାନଙ୍କୁ ମାନେ ଫାଇଦା ଦେଇଦେଲି, ଏଇଟା ଇମ୍ପସିବୁଲ, ଏଇଟା ଶାସ୍ତ୍ର ଅନୁଯାୟୀ ସମ୍ଭବ ନୁହଁ। କାରଣ ବାସ୍ତୁ ପୁରୁଷ ଈଶାନ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି। ମୁଣ୍ଡରେ ଯଦି କାହାର ମାଡ ହବ, ହେଲମେଟ କାହିଁ ପିନ୍ଧୁ ଆମେ? ହେଲମେଟ ଏଇଥିପାଇଁ ପିନ୍ଧୁ କି ଆକ୍ସିଡେଣ୍ଟ ହେଲେ ହାତ ଭାଙ୍ଗିଲେ ବଞ୍ଚିଯିବୁ, ଗୋଡ ଭାଙ୍ଗିଲେ ବଞ୍ଚିଯିବୁ, ପେଟରେ ଟିକେ ଚୋଟ ଲାଗିଲେ ବଞ୍ଚିଯିବୁ, ପିଠି ଭାଙ୍ଗିଲେ ବଞ୍ଚିଯିବୁ। କିନ୍ତୁ ମୁଣ୍ଡ ଯଦି ଟିକେ ସ୍ଲାଇଟେଷ୍ଟ ଫର୍ମରେ ମାଡ ହେଇଗଲା ତାହେଲେ ହରିବୋଲ। ତେଣୁ ସେଇଥିପାଇଁ ବାସ୍ତୁର ଦିଗ ହିସାବରେ ଭାଇ ସିଏ ମୁଣ୍ଡ ଯଦି କାମ ନ କଲା ନା ବ୍ରେନ କାମ ନ କଲେ କଣ ସେ ମଣିଷ ପାଗଳ। ତମେ ଯଦି ତମ ବାସ୍ତୁରେ ସେଇ ଜୋନ ଟାକୁ ତମେ କ୍ଲିୟର କରିକି ନ ରଖିଛ, ପବିତ୍ର କରି, ମାନେ ମୁଣ୍ଡ ଯେତେ ପବିତ୍ର ରହେ, ମାଇଣ୍ଡ ଯେତେ ଯେମିତି ପବିତ୍ର, ମଣିଷ ଦେହଟା ଯେମିତି, ମନୁଷ୍ୟର ମନ ଯଦି ପବିତ୍ର ଅଛି ତାହେଲେ ମନ ଯଦି ଷ୍ଟ୍ରଙ୍ଗ ଅଛି ତାହେଲେ ଯେତେ ଅସୁବିଧା ଆସୁ ସେ ସମ୍ଭାଳି ଦେଇପାରିବ। କିନ୍ତୁ ଯଦି ମନ ପବିତ୍ର ନାହିଁ ସେ କଣ କରିବ? ସେ ସବୁ ଅପବିତ୍ର କାମ କରିବ। ବା ଏମିତି ବି ହେଇପାରେ ହଠାତ୍ ବ୍ରେନ ପ୍ରୋବ୍ଲେମ ହେଇପାରେ। ଈଶାନ ଦିଗରେ ପ୍ରୋବ୍ଲେମ ଥିଲେ ବହୁତ ଲୋକଙ୍କର ବ୍ରେନ ଟ୍ୟୁମର ହୁଏ। ଆମ ଗାଁରେ ମୁଁ ଦେଖିଛି 2-3 ଜଣଙ୍କ ବ୍ରେନ ଟ୍ୟୁମର, ତାଙ୍କର ଈଶାନ ଦିଗରେ ପ୍ରୋବ୍ଲେମ। ତାହେଲେ ଈଶାନ କୋଣରେ କଣ ମାନେ କଣ ତମର ମାନେ ଗୋଟେ ଫ୍ରୁଟଫୁଲ ରେମିଡି ଆମେ କଣ ଦେଇପାରିବା? ଦେଖ ଭାଇ ମୁଁ ଜାଣିଛି ଯେ ଶିବଙ୍କ ହୃଦୟରେ ବିଷ୍ଣୁ, ବିଷ୍ଣୁଙ୍କ ହୃଦୟରେ ଶିବ। ଯେତେବେଳେ ଈଶାନ କୋଣରେ ପ୍ରୋବ୍ଲେମ ହୁଏ ତମେ ଈଶାନ ଦେବଙ୍କୁ ଡାଇରେକ୍ଟ ଜପି ପାରିବ, ବୃହସ୍ପତିଙ୍କର ମନ୍ତ୍ର ଜପ କରିପାରିବ, ଏବଂ ବିଷ୍ଣୁ ସହସ୍ର ନାମ ପାଠ କରିପାରିବ। ଆଉ ଭଗବାନ ବିଷ୍ଣୁଙ୍କର ଆର୍ଡେଣ୍ଟଲି ଆରାଧନା କରିବା ଉଚିତ ଯଦି ଘରେ ପ୍ରୋବ୍ଲେମ ହଉଛି, ମାନେ ଈଶାନ କୋଣକୁ ନେଇକି। ଆଉ ଶ୍ରୀ ଯନ୍ତ୍ର ଶ୍ରୀ ସୂକ୍ତ ତ ସ୍ଥାପନ କରିପାରିବ, ବୃହସ୍ପତି ଯନ୍ତ୍ର ବି ସ୍ଥାପନ କରିପାରିବ। ଏଗୁଡା ହଉଛି ଛୋଟ ମୋଟ ରିମେଡି। କିନ୍ତୁ ଈଶାନ କୋଣର ପ୍ରୋବ୍ଲେମ ଥିଲେ ପ୍ରାୟତଃ ଦେଖାଯାଏ କୌଣସି ଲୋକ ବାସ୍ତୁ ରିମେଡି କରିବାକୁ ଭାବି ବି ପାରିବନି। ତା ମୁଣ୍ଡରେ କେବେ ବି କୌଣସି ଗୋଟେ ପଜିଟିଭ ଚିନ୍ତା ଆସିବ ହିଁ ନାହିଁ। ନିଷ୍କାମ ଭାବରେ କରିବା ବୃହସ୍ପତି, ଗୁରୁଦେବ ବୃହସ୍ପତିଙ୍କଠୁ ଆସେ ନିଷ୍କାମ ଭାବରେ। ଯେମିତି ମହାଦେବଙ୍କ ପାଖରେ ମାନେ ସବୁ କିଛି ତାଙ୍କ ପାଖରେ ଅଛି ତଥାପି ସିଏ ବୈରାଗୀ ହେଇକି ରହନ୍ତି। ସେଇଟା ହେଲା ମାନେ ତାଙ୍କର ଗ୍ରେଟନେସ୍। ମାନେ ତାଙ୍କ ପାଖରେ ସବୁ ଅଛି କିନ୍ତୁ ସେ ବୈରାଗୀ ଭାବରେ ରୁହନ୍ତି। ଏବଂ ନିଷ୍କାମ ଭାବରେ ସିଏ ଅସୁର, ଦେବ, ଦାନବ, ମାନବ, କିନ୍ନର, ଜନ୍ତୁ, ଜନ୍ତା, ବିଷଧର ସର୍ପ, ମାନେ ଯୋଉ ବିଛା, କଙ୍କଡା, ଏଗୁଡା ଯୋଉମାନେ ଯୋଉଠୁ ନିଷ୍କାସିତ ସେଠି ଶିବଙ୍କ ପାଖରେ ସେ ସେମାନେ ସ୍ଥାନ ପାଆନ୍ତି। ଆଉ ତମେ ସେଇ ଡିରେକ୍ସନକୁ ଯଦି ଖରାପ କରିଦବ, ସେଠି କେବଳ ତମକୁ ହୁଏତ ବିଷ୍ଣୁଙ୍କର ଆରାଧନା ରକ୍ଷା କରିପାରେ, କିନ୍ତୁ ସେ ଲୋକର ଲୋକ ଦେଖିବେ କାହାର ଈଶାନ କୋଣରେ ପ୍ରୋବ୍ଲେମ ଥିବ ନା, ଆପଣ ତ କୌଣସି ଗୋଟେ କଥା କହିବେ ନା ସେ ମାନିବନି, ସେ ଶୁଣିବ ହିଁ ନାହିଁ। ବାସ୍ତୁବିଦ ୟେସ୍। ଆଉ ଆଷ୍ଟ୍ରୋଲୋଜର ପାଖକୁ ସେଇ ଲୋକମାନେ ଆସନ୍ତି ଯୋଉ ଲୋକମାନଙ୍କର ପ୍ରାୟ ଟାଇମରେ ରାହୁ ଚାଲିଥାଏ, ରାହୁ ମହାଦଶା ଚାଲିଥାଏ, ରାହୁ ଅନ୍ତର୍ଦଶା ଚାଲିଥାଏ, ରାହୁ ପ୍ରତ୍ୟନ୍ତର ଦଶା ଚାଲିଥାଏ। କାରଣ ସେଇଟା କନଫ୍ୟୁଜନ ଭ୍ରାନ୍ତିର କାରକ। ସେଥିପାଇଁ ବହୁତ ଲୋକ ରାହୁ ମହାଦଶାରେ ଆସନ୍ତି। ତେଣୁ
ମୋର କହିବାର ତାତ୍ପର୍ଯ୍ୟ ଏଇଆ, ଯେତେବେଳେ ଈଶାନ କୋଣରେ ପ୍ରୋବ୍ଲେମ ଥାଏ, ଏଠି ବହୁତ କ୍ୱଚିତ ଲୋକ ବାଇ ଗଡ୍ସ ଗ୍ରେସ୍, ଯଦି ତାଙ୍କର ପୂର୍ବଜ କିଛି ଭଲ କାମ କରିଥିବେ, ତାହେଲେ ହିଁ ସେ ବାସ୍ତୁବିଦ ପାଖକୁ ଯାଇପାରିବ, ନହେଲେ ସେ ଯାଇ ହିଁ ପାରିବନି। ଏବଂ ତାର ପରିବାରର ବହୁତ ଦୁର୍ବିଷହ ହେଇଯାଏ। ତ ଇଏ ଥିଲା ଆଜି ଆମର ଅଷ୍ଟଦିଗ କ୍ରମର ଈଶାନ କୋଣର ଯୋଉ କ୍ୟାରେକ୍ଟରିଷ୍ଟିକ୍ସ ଏବଂ ତାର ଦୋଷକୁ ଆମେ କେମିତି କୌଣସି ଭାବରେ ଖଣ୍ଡନ କରିବା କଥା। ଏଇଥିପାଇଁ ପ୍ରତ୍ୟେକ ଲୋକ ନା, କୌଣସି ଗୋଟେ ବାସ୍ତୁ ନା ମୋ ହିସାବରେ ନା ପରଫେକ୍ଟ ହେଇପାରିବନି। ଆପଣ ବିଶ୍ୱକର୍ମା ପ୍ରକାଶ ପଢିବେ, ଯୋଉଠି ପୁରା କ୍ଲିୟରଲି ମେନସନ ଅଛି ଯେ ଗୋଟେ ଭଲ ବାସ୍ତୁ ପ୍ଲଟ ମିଳିବା, ଭଲ ବାସ୍ତୁର ଘରେ ରହିବା ମାନେ ଦେବତା ମାନଙ୍କୁ ବି ଦୁର୍ଲଭ। ଦେବତା ମାନଙ୍କ ପାଇଁ ଦୁର୍ଲଭ, ମାନବ ତ ଛାଡ। ତେଣୁ ପ୍ରତ୍ୟେକ ଯେ ପୁରା ଆଜ ଇଟ ଇଜ ପରଫେକ୍ଟ ହେଇପାରିବ ସେଟା ମାନେ ନାହିଁ। ସେଥିପାଇଁ ଘରେ ପୂଜା ପାଠ କରିବା ଉଚିତ, ଦାନ ଧର୍ମ କରିବା ଉଚିତ, ତପସ୍ୟା ନାମ ଜପ ଭଜନ କୀର୍ତ୍ତନ ଗୋଟେ ଆରାଧନା ଗୋଟେ ଇଷ୍ଟଙ୍କୁ ରଖି ଗୁରୁ ଗ୍ରହଣ କରି କରିବା ଉଚିତ। କରିବା ଦ୍ୱାରା କଣ ନା ଅନେକ ଦୋଷ ବହୁତ ମାତ୍ରାରେ ଖଣ୍ଡିତ ହୁଏ। ଏଇଟା ଲୋକମାନେ ଜାଣିପାରନ୍ତି। କଣ ଆମେ ଶିବ ମନ୍ଦିର ଯାଇକି କ୍ଷୀର ଦେଇଦେଲେ, ଇଏ ଦେଇଦେଲେ, ଲୋକଙ୍କୁ ଖାଇବାକୁ ଦେଇଦେଲେ, କୁକୁର ଖାଇବାକୁ ଦେଇଦେଲେ, ଗାଈ ଖାଇବାକୁ ଦେଲେ କଣ ଆମର କଟିଯାଏ? ଦେଖନ୍ତୁ, ଯୋଉ ଜିନିଷଟା ତୁମେ ତୁମେ ଯୋଉ ଜିନିଷ ବିଷୟରେ କେବେ ଏକ୍ସପିରିଏନ୍ସ କରିନ, ସେ ଶାସ୍ତ୍ରଟାକୁ ବାସ୍ତବରେ ଅନୁଭବ କରିନ, ସେ ପର୍ଯ୍ୟନ୍ତ ତୁମେ ସେଟାକୁ ଅନୁଭବ କରିପାରିବ ହିଁ ନାହିଁ। କୌଣସି ଜିନିଷ ଯେବେ ସୃଷ୍ଟି ହଉଛି, ଯେବେ ସୃଷ୍ଟି ହେଇଛି ଏବଂ ସେବେଠୁ ଆଜି ଏ ଶାସ୍ତ୍ର କାଳଜୟୀ ହେଇକି ହିଁ ଅଛି, ଏବଂ ଆଜି ବି ତାର ପ୍ରଭାବ ଦେଖିବାକୁ ମିଳୁଛି ଏବଂ କଣ୍ଟାଏ କଣ୍ଟାଏ ଦେଖିବାକୁ ମିଳୁଛି, ତାହେଲେ କିଛି ତ ଥିବ ନା ତା ଭିତରେ ସାଇଣ୍ଟିଫିକ ରିଜନ କିଛି ତ ଥିବ। ଯୋଉ ଶାସ୍ତ୍ର ଗୁଡାକ ଆଜି ସନାତନ ଶାସ୍ତ୍ର ଅଛି, ତାପରେ ସାଇଣ୍ଟିଷ୍ଟ ମାନେ ନେଇକି କେତେ ମାତ୍ରାରେ ତାକୁ ମାନେ ଡିସ୍କଭରି କରୁଛନ୍ତି କି ନାଇଁ ଯେ ସନାତନ ଧର୍ମ ଯାହା କହିଥିଲା ସେଟା ଠିକ କହିଥିଲା। ତ ଏଇ ସବୁ କଥାକୁ ନେଇକି ମୁଁ ଏଇଆ କହିବାକୁ ଚାହେଁ, ପ୍ରତ୍ୟେକ ଲୋକଙ୍କ ଘରେ ପୂଜା ପାଠ କରିବା ଉଚିତ, ଦାନ ଧର୍ମ କରିବା ଉଚିତ, ଯେତିକି ସାଧ୍ୟ ମତେ ଯେତିକି ହବାକୁ ଉଚିତ କରିବା ଉଚିତ। ହେଲେ ଭକ୍ତି କରିବାକୁ ତ ପଇସା ଆବଶ୍ୟକତା ନାହିଁ ନା ଭାଇ। ଭକ୍ତି ଆପଣ ଯଦି ଭାଗବତ ପଢିଥିବେ, ଗୋଟେ ଲୋକ ଗୋଟେ ବ୍ରାହ୍ମଣ କେବଳ ତୁଳସୀ ଦେଇକି ବି ନାରାୟଣଙ୍କୁ ବୈକୁଣ୍ଠ ପାଇଗଲା, ଆଉ ଗୋଟେ ଲୋକ ଅଶ୍ୱମେଧ ଯୋଗ କରି ବି ବୈକୁଣ୍ଠ ପାଇଗଲା। ତେଣୁ ଭକ୍ତି କରିବା ପାଇଁ ପଇସା ଦରକାର, ମନର ଭାବ ଦରକାର, ଏବଂ ସେ ଭାବଟା ନର୍ଥ ଇଷ୍ଟ ଡିରେକ୍ସନରୁ ହିଁ ଆସିବ। ସେଇ ଡିରେକ୍ସନଟା ହିଁ ଖରାପ ହେଇଗଲା। ଯୋଉ ସୋରିଷକୁ ନେଇକି ମଣିଷ ଭୂତ ଝଡେଇବ, ଯୋଉ ଗୁଣିଆ ଯୋଉ ସୋରିଷକୁ ଧରିକି ଭୂତ ଝଡେଇବା ପାଇଁ ବ୍ୟବସ୍ଥା କରିବ, ସେଇ ସୋରିଷକୁ ଯଦି ଭୂତ ଲାଗିଗଲା, ଆଉ କଣ ସେ ଝଡେଇବ? ତେଣୁ ଇଏ ଥିଲା ଆମର ଅଷ୍ଟଦିଗ କ୍ରମରେ ଆମର ଡିରେକ୍ସନ ମାନଙ୍କର ଦୋଷର ଗୋଟେ ଜଷ୍ଟ ଗୋଟେ ସର୍ଟ ନୋଟ, ଏବଂ ତାର କିଭଳି ଭାବରେ ଆମେ ତାକୁ ଦୂର କରିପାରିବା। ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ନେକ୍ସଟ ସେସନ ଆରମ୍ଭ କରିବା। ସେ ସେସନରେ କଣ ରହିବ ନା ପ୍ରାକୃତିକ ପରିବେଶ ଆମ ଘର ଉପରେ କିଭଳି ଭାବରେ ଇମ୍ପାକ୍ଟ ପକଉଛି, କାରଣ ଆମର ପ୍ରତ୍ୟେକ ଯାହା ବି ଅଛି ସେଗୁଡାକର ଭାଇବ୍ରେସନ ଅଛି। ତେଣୁ ପ୍ରକୃତି ଗତ ଜିନିଷ, ମନୁଷ୍ୟକୃତ ଜିନିଷ ଯଦି ଆମ ଘର ଚାରିପଟେ ଅଛି, ତାହେଲେ କଣ ସେ ଆମକୁ ଇମ୍ପାକ୍ଟ ପକେଇବ, କଣ ଶୁଭାଶୁଭ ଫଳ ଦବ, ସେ ବିଷୟରେ ଆମେ ଗୋଟେ ସିରିଜ ଆରମ୍ଭ କରିବା ୟା ପରେ ପରେ। ତ ଆଜି ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।